ମୁଁ ବସନ୍ତ ମିଶ୍ର ବିଏମ୍ ଭକ୍ତି ସାଗର ଚ୍ୟାନେଲ ମାଧ୍ୟମରେ ଆଜି ଆଲୋଚନା କରିବାକୁ ଚାହୁଁଛି ଜିତୁଆ ଉପବାସ। ଜିତୁଆ ଓଷା ଯେଉଁମାନେ ପାଳନ କରନ୍ତି, ଜିତୁଆ ପର୍ବ ଯେଉଁମାନେ ମାନନ୍ତି, ଜିତୁଆ ଓଷା ବିଷୟରେ ଆଜି ମୁଁ ଆଲୋଚନା କରିବି। ସୁନ୍ଦର ଜିନିଷଟି ଆଲୋଚନା କରିବି। ଏ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଖୁସିରେ ରୁହନ୍ତୁ, ଶାନ୍ତିରେ ରୁହନ୍ତୁ। ଏହି ଆଶା ଅଭିଳାଷାକୁ ନେଇ ମୁଁ ଭିଡ଼ିଓଟିକୁ ନିର୍ମାଣ କରିଛି। ଆଜି ଆମେ ଜାଣିବା ପ୍ରକୃତରେ ଜିତୁଆ ଓଷାଟି କୋଉ ପ୍ରକାର କରାଯିବ। ଜିତୁଆ ଓଷାର ବିଧିବିଧାନ କ'ଣ ରହିଛି, ଜିତୁଆ ଓଷାର ନୀତି ନିୟମ କ'ଣ ରହିଛି, ଆଉ ଜିତୁଆ ଓଷା କେବେଠୁ ଆରମ୍ଭ ହେଲାଣି, ଆଉ ଜିତୁଆ ଓଷା କାହା ପାଇଁ କରାହୁଏ, ଆଉ ଜିତୁଆ ଓଷା ଜିତ ବାହନ ଯେଉଁ ନାଁଟି ରହିଛି ସିଏ କିଏ। ଆଜି ସୁନ୍ଦର କଥାଟି ଆଲୋଚନା ହେବ। ଆପଣମାନେ ଧ୍ୟାନ ସହ ଶୁଣନ୍ତୁ, ଖୁସିରେ ରୁହନ୍ତୁ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସର୍ବପ୍ରଥମେ ଆଜି ଆମେ ଜାଣିବା ଜିତୁଆ ଓଷାରେ କୋଉ କୋଉ ଦେବତାକୁ ପୂଜା କରାହୁଏ, କୋଉ କୋଉ ଦେବତାଙ୍କୁ ପୂଜା କରିବା ଆବଶ୍ୟକ ରହିଛି, ପୂଜାଟି ଆମେ କେମିତି କରିବା, କୋଉ ବିଧିବିଧାନରେ ପୂଜା କରିବା। ଆଜି ସମ୍ପୂର୍ଣ୍ଣ ଜିନିଷ ଏ ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିବାକୁ ପାଇବେ। ପ୍ରଥମେ କହି ରଖୁଛି, ଦିନ ରବିବାର 14 ସେପ୍ଟେମ୍ବର 2025 ମସିହା, ଦିନ ରବିବାର ଜିତୁଆ ଓଷା ପଡ଼ିବାକୁ ଯାଉଛି। ସେ ଜିତୁଆ ଓଷାକୁ ନେଇ ଆଜି ଆଲୋଚନା ହେବ। ଜିତୁଆ ଓଷାକୁ ନେଇ ଆଜି ଆମେ ସମ୍ପୂର୍ଣ୍ଣ ଭାବରେ ଗୋଟି ଗୋଟି କରି କହିବା ପାଇଁ ଇଚ୍ଛା କରିଛି। ଆଜି ଆମେ ଜାଣିବା ଜିତୁ ବାହନ ସେ କାହାର ପୁଅ, କେମିତି ତା ଜନ୍ମ ଗ୍ରହଣ ହୋଇଥିଲା, ତାର ବାପା କିଏ, ମା କିଏ। ଆଜି ଏ ବିଷୟଟିକୁ ନେଇ ମୁଁ ଆଲୋଚନା କରିବାକୁ ଚାହୁଁଛି। ଜିତୁଆ ପର୍ବ ତ ସମସ୍ତେ କରନ୍ତି ଘରେ ଘରେ। ବହୁ ଲୋକମାନେ ଜିତୁଆ ଉପାସନା କରନ୍ତି, ପୂଜା କରନ୍ତି, କିନ୍ତୁ ଆମେ ଜାଣିବା ବାସ୍ତବ କରେ ଜିତୁଆ ଯୋଉ ଓଷାଟି ହୁଏ, ଜିତୁ ବାହନ ସେ କାହାର ପୁଅ, ତାର ମା କିଏ, ବାପା କିଏ। ଆଜି ସୁନ୍ଦର ଜିନିଷଟିଏ ଆଲୋଚନା କରିବା। ଆପଣମାନେ ହୁଏତ କଥା ସମସ୍ତେ ଜାଣିଥିବେ, କିନ୍ତୁ ତଥାପି ଆପଣଙ୍କ ମନେ ରହୁ କି ନ ରହୁ, ମନେ ଥାଉ କି ନଥାଉ, ଆଜି ମୁଁ ଜଣେଇଦେବାକୁ ଚାହୁଁଛି। ଆଜ୍ଞା, ବ୍ରାହ୍ମଣୀ ବୁଢ଼ୀ ବିଧବା, ତାହାରି ଘରେ ଆଉ କେହି ନୁହେଁ। ସେ ବୁଢ଼ୀ ମା ଏକା ରହୁଥିଲେ। ଏମିତି ଭଗବାନଙ୍କ ଲୀଳା, ଚାରିପଟରେ ଅନ୍ଧକାର, ଝର ଝର ବର୍ଷା ହଉଥିଲା, ସୂର୍ଯ୍ୟର ଦେଖା ନଥିଲା। ସେ ମା ବିଧବା ବୁଢ଼ୀଟିଏ, ବ୍ରାହ୍ମଣ ବୁଢ଼ୀଟିଏ, କ'ଣ କରିବ, ଘରେ ଖାଇବା ପାଇଁ ଦାନା ନାହିଁ। ସେ ଭାରି ଅସୁବିଧାରେ ଛଟପଟ ହୋଇ ସୂର୍ଯ୍ୟ ଦେବତାକୁ ପ୍ରାର୍ଥନା କରିଲା, ହେ ସୂର୍ଯ୍ୟ ଦେବ, ମୁଁ ଧାନ ଗଡ଼ି ଯୋଉ ସିଝେଇଛି, ମୋ ଘରେ ଯଦି ଆପଣ ଆସିବେ, ନିଶ୍ଚିନ୍ତ ଭାବରେ ଧାନ ଶୁଖିବ। ଆଉ ଧାନ ଶୁଖିଲା ପରେ ତାକୁ କୁଟି ଚାଉଳ କରି ଭାତ ଗଣ୍ଡେ ରାନ୍ଧି ମୁଁ ଖାଇପାରିବି। ଆଉ ସତ୍ୟ ତ୍ରିବାର ସତ୍ୟ କରି ମୁଁ କହୁଛି, ଯଦି ଆପଣ ଆସି ମୋ ଘରେ ମୋ ଧାନକୁ ଶୁଖାଇ ଦେବେ ନା, ମୁଁ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ମୋ ଦେହ ସମର୍ପଣ କରିବି, ଦେହ ଦାନ କରିବି, ଆଲିଙ୍ଗନ କରିବି, ପ୍ରେମ କରିବି। ଏହା କହି
ସେ ବୁଢ଼ୀ ବ୍ରାହ୍ମଣୀ ସୂର୍ଯ୍ୟ ଦେବତାକୁ ପ୍ରାର୍ଥନା କଲା। ଆଉ ସୂର୍ଯ୍ୟଦେବ ମଧ୍ୟ ତାହାର ପ୍ରାର୍ଥନାରେ ଖୁସି ଭାବରେ ନିଶ୍ଚିନ୍ତ ଭାବରେ ତା ଗୃହରେ ଗମନ କଲେ। ଯେତେବେଳେ ସୂର୍ଯ୍ୟଦେବ ଗମନ କରୁଛନ୍ତି, ହେଇଛି କଣ? ତା ଗୃହକୁ ପ୍ରବେଶ କଲେ। ସେ ବୁଢ଼ୀ ବ୍ରାହ୍ମଣୀ ଛଳନା କଲା, କପଟ କଲା ସୂର୍ଯ୍ୟଦେବଙ୍କ ସହିତ। ଯୋଉ ପଲଙ୍କରେ ସିଏ ଶୋଇବା କଥା, ସେହି ପଲଙ୍କରେ ସେଦିନ ସିଏ ନ ଶୋଇ ରାତିରେ ତା ପଇଲିକୁ ଶୋଇ ଦେଇଛି। ପଇଲି କହିଲା, ଆଜ୍ଞା ଚାକରାଣୀ। ତାକୁ ଶୋଇ ଦେଇ ସେ ବୁଢ଼ୀ ବ୍ରାହ୍ମଣୀ ସେଠାରୁ ବିଦା ହେଇଛି। ସୂର୍ଯ୍ୟଦେବ ଆସିଲେ। କାହିଁକି? ଯେ ବ୍ରାହ୍ମଣୀ ସତ୍ୟ କରିଛି, ଆଜି ଦେହଦାନ କରିବ। ଖୁସିରେ ଆନନ୍ଦର ସହିତ ସୂର୍ଯ୍ୟଦେବ ଆସିଲେ। ଆସିଲା ପରେ ଦେଖୁଛନ୍ତି, ଯେଉଁ ପଲଙ୍କରେ ସେ ବ୍ରାହ୍ମଣୀ ଶୋଇଥିବା କଥା, ସେ ଶୋଇ ନାହିଁ, ତା ପଇଲିକୁ ଶୋଇଛି। ଚାକରାଣୀଙ୍କୁ ଶୋଇ ଦେଇ ସୈନ୍ୟ ସ୍ଥାନକୁ ଚାଲି ଯାଇଛି। ସୂର୍ଯ୍ୟ ଦେବତା ନିରାଶ ହୋଇ ଘୂରିଗଲେ। କିନ୍ତୁ ଯିବା ସମୟରେ ତା ବାଡ଼ିରେ ଶାଗ ଥିଲା, ଲେଉଟିଆ ଶାଗ। ଏବେ ବି ଯିଏ ଜାଣିଛି, ବିଧବା ବୁଢ଼ୀ ଲେଉଟିଆ ଶାଗ କେବେ ଖାଆନ୍ତି ନାହିଁ। ସେ ଲେଉଟିଆ ଶାଗ ଉପରେ ସୂର୍ଯ୍ୟଦେବ ପରିସ୍ରା କରିଥିଲେ। ଆଉ ସେ ପରିସ୍ରା କରିବା ସମୟରେ ବ୍ରହ୍ମ ଖସି ପଡ଼ିଥିଲା। ସୂର୍ଯ୍ୟଦେବ ନିରାଶ ହୋଇ ଚାଲିଗଲେ। କିନ୍ତୁ ବୁଢ଼ୀ ବ୍ରାହ୍ମଣ ଭାବିଲା, ମୁଁ ସୂର୍ଯ୍ୟଦେବକୁ ଆଜି ଠକାଇ ଦେଇଛି। ଆଜ୍ଞା ଦେବତାଙ୍କୁ କେହି କେବେ ଠକି ପାରେ ନାହିଁ। ଆମେ ଭାବୁଥାଉ ଏ କାର୍ଯ୍ୟଟି ମୁଁ କରୁଛି, ମୋତେ କେହି ଦେଖି ନାହିଁ, ଚୁପଚାପରେ କରିଯିବି। କିନ୍ତୁ ନା ଆଜ୍ଞା, ଦେଖିବା ଲୋକ ଦେଖିଛି, ତାହାଠାରୁ କେବେ ଫାଙ୍କି ଦେଇ ପାରିବେନି। ଦେଖନ୍ତୁ ସେଇଭଳି ଘଟଣାଟେ ଘଟିଛି। ସକାଳୁ ଉଠି ସେଇ ଶାଗ ବ୍ରାହ୍ମଣୀ ଆଣି ସୁନ୍ଦର ଭାବରେ ଭଜାଭଜି କରି ଖାଇଲା। ସେଇ ଶାଗ ଖାଇବା ମାତ୍ରକେ ବୁଢ଼ୀ ବ୍ରାହ୍ମଣୀ ଗର୍ଭବତୀ ହେଲା, ଗର୍ଭବାସ ହେଲା। ତା ଗର୍ଭରୁ ଜନ୍ମ ହେଲା ଜିତବାହନ। ଜିତବାହନ ଜନ୍ମ ହେବା ପରେ ସେ ଶିଶୁଟି ଧୀରେ ଧୀରେ ବଡ଼ ହେଲା। ଏମିତିକି ଶିକ୍ଷା ଅର୍ଜନ ପାଇଁ, ବିଦ୍ୟାର୍ଜନ ପାଇଁ ତାକୁ ଗୁରୁଙ୍କ ପାଖରେ ସମର୍ପିତ କରାଗଲା। ସେ ଶିଶୁଟି ଯେତେବେଳେ ଧୀରେ ଧୀରେ ବଡ଼ ହେଲା, ଶିକ୍ଷାର୍ଜନ ପାଇଁ, ବିଦ୍ୟାର୍ଜନ ପାଇଁ ଗୁରୁ ପାଖକୁ ଗଲା। ଅନ୍ୟାନ୍ୟ ମଧ୍ୟ ଶିଶୁମାନେ ଯାଉଥିଲେ। ସମସ୍ତେ କହିଲେ, ତୋ ବାପାର ନାଁ କଣ? ତୋ ବାପା କିଏ? ଆଜ୍ଞା ସେ ଶିଶୁଟି ବାପା କିଏ ଜାଣିନି। ସେ ପୁତ୍ର ଆସି ଘରେ ଡେଲି ତା ମାକୁ କହେ ଯେ ମା ମୋ ବାପା କିଏ, ମୋ ବାପା ନାଁ କଣ? କଣ କହିବ? ଭୁଲ ତ କରିଛି ନା। ଆଜ୍ଞା ଆଜି ପାଇଁ ଏତିକି, ପୁଣି ଦେଖାହବ ଆଗାମୀ ଅଧ୍ୟାୟରେ।